ଏଠି ଯେଉଁ ବ୍ଲୁ କଲର୍ର ରାଇସ୍ ଦେଖୁଛନ୍ତି ତାହା କେଉଁଥିରୁ ତିଆରି ହୋଇଛି ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ ଜାଣିପାରିବେ। ଅପରାଜିତା ଫୁଲର ଏତେ ସାରା ଗୁଣ ରହିଛି ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଏବେ ଆସନ୍ତୁ ଗରମା ଗରମ ଡାଲି ସହିତ ଅପରାଜିତା ଫୁଲର ପଲାଉ ପରସିଦେବା। ଏବେ ଆଉ ଅପରାଜିତା ଫୁଲକୁ ଖାଲି ପୂଜା ଘରେ ବ୍ୟବହାର କରିବାନି, ବରଂ ତାକୁ ଖାଦ୍ୟ ଉପଯୋଗୀ ବନେଇବା। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ ଜଣାଇବେ। ବ୍ଲୁ ସହିତ ୟେଲୋର କମ୍ବିନେସନ୍ ଏତେ ଡେଲିସିୟସ୍ ଲାଗୁଛି, ଦେଖୁ ଦେଖୁ ନିହାତି ତ ଗୋଟେ ଲାଇକ୍ କରିବେ ନା। ରହିଲି, ଜୟ ଜଗନ୍ନାଥ।